ପ୍ରେମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ପରମାଧ୍ୟାୟ ଶ୍ରୀ ଜଗଜ୍ଜନନୀ ବଡ଼ମା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବର୍ଷା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ ଏବଂ ଗୁରୁ ପରିବାର ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଏଠାରେ ଉପସ୍ଥିତ ଥିବା ଛୋଟ ବଡ଼ ଭାଇ ଭଉଣୀମାନେ ଏବଂ ଗୁରୁଜନମାନଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ରାୟ ଏବଂ ଜୟଗୁରୁ ଭାଇନାର କଥାକୁ ସମ୍ମାନ କରି ମୁଁ ମୋର ବକ୍ତବ୍ୟଟିকে ଆରମ୍ଭ କରିବାକୁ ଯାଉଛି। ଆମେ ସକାଳ ସନ୍ଧ୍ୟା ପ୍ରାର୍ଥନା ଦେଓଘରକୁ ଆମେ ସକାଳ ସନ୍ଧ୍ୟାରେ ପ୍ରାର୍ଥନା କରିବାକୁ ଯାଇଥିଲୁ ଏବଂ ସେଠାରେ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ମଧ୍ୟ ନାଟ ମଣ୍ଡପରେ ବସନ୍ତି। ନାଟ ମଣ୍ଡପରେ ଆଚାର୍ଯ୍ୟଦେବ ବସିବା ପାଇଁ ବି ଏକ ସୁବିଧା ଥାଏ। ସେଠାରେ ଏତେ ଜନସଂଖ୍ୟା ଥିଲେ ମଧ୍ୟ ଶୃଙ୍ଖଳା କିପରି ହୋଇଥାଏ, ନୀରବତା କିପରି ରକ୍ଷା କରାଯାଏ ଆମେ ସେଇଠାକୁ ଶିଖିଲୁ। ଠାକୁରଙ୍କୁ ଧରି ଚାଲିଲେ ଅଟୋମେଟିକ୍ ଏକ ଡିସିପ୍ଲିନ୍ ଲାଇଫ୍ ମେଣ୍ଟେନ୍ ହୋଇଯାଏ। ଆମେ ସକାଳ ସନ୍ଧ୍ୟାରେ ପ୍ରାର୍ଥନା କରିବାକୁ ଗଲା ଭଳି ଆନନ୍ଦ ବଜାରରେ ମଧ୍ୟ ଭୋଜନ କରିଥାଉ। ପ୍ରତିଦିନ ଭୋଜନ କରିଥାଉ। ସେଠାରେ ବିଭିନ୍ନ ପ୍ରକାର ସୁବିଧା ରହିଛି। ଯିଏ ବାହାରୁ ଯାଉଛନ୍ତି ସିଏ ଖାଇବା ଏବଂ ରହିବା ପାଇଁ ଗୃହ ଏବଂ ଆନନ୍ଦ ବଜାରର ବ୍ୟବସ୍ଥା ମଧ୍ୟ ରହିଛି। ମୁଁ ଦେଓଘର ସପ୍ତାହଟେ ଦେଓଘର ଆଶ୍ରମ ଯାଇ ମୋତେ ବହୁତ ଖୁସି ଲାଗିଲା। ଏବେ ତ ମୋର ଭାଇନାର ଦୀକ୍ଷା ଏବଂ ସୁସ୍ଥୟିନୀ ବ୍ରତ ଗ୍ରହଣ କରିଛୁ। ମୁଁ ଆର ପରବର୍ତ୍ତୀ ସାପ୍ତାହିକ ସତ୍ସଙ୍ଗରେ ମୋର ଅନୁଭୂତି ଆପଣଙ୍କୁ ଜଣାଇବି। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।